ତମ ବନ ମହୋତ୍ସବରେ ମୁଁ କେଳାଗଡ଼ା ଉଚ୍ଚ ବିଦ୍ୟାଳୟକୁ ଆସି ସମସ୍ତଙ୍କ ସହିତ ବୃକ୍ଷରୋପଣରେ ସାମିଲ ହୋଇ ବହୁତ ଆନନ୍ଦିତ ହେଲି ଏବଂ ଏହି ସମୟରେ ସମସ୍ତଙ୍କୁ ଉଦ୍ବୋଧନ ଦେଲି ଯେ ବୃକ୍ଷର ଉପକାରିତା ଅପକାରିତା ଯାହା ଯାହା ଅଛି ସବୁ ବିଷୟରେ ସବୁ ପିଲାମାନଙ୍କୁ ଛାତ୍ରଛାତ୍ରୀଙ୍କୁ ସମସ୍ତଙ୍କୁ ଜ୍ଞାନ ଦିଆଗଲା। ତାପରେ ସମସ୍ତଙ୍କୁ ମା'କୁ ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ଗଛ ପ୍ରଦାନ କରାଗଲା, ଯାହାକୁ ସେମାନେ ଆଗାମୀ ଦିନରେ ସେ ଗଛକୁ ହୃଷ୍ଟପୃଷ୍ଟ କରି ତାଙ୍କ ଜନ୍ମଦିନରେ ପୁଣି ଥରେ କେମିତି ଫଟୋ ଉଠେଇକି ତାଙ୍କୁ ଦେଖେଇବେ ତାମାନେ ଖୁସି ହେବୁ। ଆମେ ବନ ମହୋତ୍ସବ ଉତ୍ସବ ପାଳନ କଲୁ, ବୃକ୍ଷରୋପଣ କଲୁ। ଆମେ 2024 ଦୁଇଟି ବର୍ଷ ହିସାବରେ ଆମେ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ ହୋଇଛୁ। ଆଜି ପିଲାମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଗଲା ଏବଂ ପ୍ରତ୍ୟେକ ପିଲାଙ୍କୁ ଗୋଟିଏ ଗୋଟିଏ ଗଛ ଦିଆଗଲା। ସେମାନେ ସେ ତାଙ୍କ ଘରେ ଲଗାଇବେ ଏବଂ ଗଛର ଯତ୍ନ ନେବେ ଏବଂ ମା ପାଇଁ ଗଛଟି ସେଇ ଆହ୍ୱାନକୁ ନେଇ ଆମେ ତାଙ୍କୁ ସେଇ ଗଛ ପ୍ରଦାନ କରିଛୁ ଏବଂ ତାର ଯତ୍ନ ସେମାନେ ନେବେ, ଯେଭଳି ଗଛଟି ହୃତପୃଷ୍ଟ ହୋଇ ଦିନେ ଆମମାନଙ୍କୁ ଯାହା ସେ ଅମ୍ଳଜାନ ଦେବ କିମ୍ବା ଯାହା ସୁରକ୍ଷା ଆମେ କରିବା ସେ ଆମକୁ ସେତିକି ଫେରାଇ ପାରିବ, ଆମେ ଏଇ ଆଶାରେ ତାଙ୍କୁ ଆମେ ଗଛଟି ପ୍ରଦାନ କରିଛୁ। ଆମ ସ୍କୁଲରେ ବୃକ୍ଷରୋପଣ ପାଳିଲୁ। ଆମକୁ ଗୋଟିଏ ଗୋଟିଏ ଗଛ ଦିଆଗଲା, ନେବୁ ଏବଂ ଯତ୍ନର ସହ ପାଳନ କରିବୁ। ତ ଯେମିତି ହେଲେ ବି ବର୍ଷକୁ ଆମେ ଏହାକୁ ଯତ୍ନ କରିକି ବଡ଼ କରିବୁ। ଯେ ଗଛଟିଏ ଏବେ ଫରେଷ୍ଟ ଡିପାର୍ଟମେଣ୍ଟକୁ ଗଛ ଲଗା ହେଲା ଏବଂ ବନ ବିଭାଗ ତରଫରୁ ମୁଁ ବହୁତ ଧନ୍ୟବାଦ ଦେଉଛି। ଆମ ସ୍କୁଲରେ ଗଛ ଲଗାଇଲେ ଏବଂ ଆମକୁ ଗୋଟେ ଗୋଟେ ଗଛ ବି ଦେଲେ ଏବଂ ମୁଁ ଆଜି ଏ ଗଛ ନେଇକି ମୁଁ ମୋ ମା ପାଇଁ ଆମ ଘରେ ଗଛ ଲଗାଇବି ଏବଂ ମୋ ମା ପରି ତାକୁ ଯତ୍ନ ନେବି।